ନାଟୋରୁ ହାତ ଛାଡ଼ିବ ଆମେରିକା। ନାଟୋରୁ ବାହାରି ଯିବ କି ଆମେରିକା? ଏଲେନ୍ ମସ୍କଙ୍କର ଟ୍ୱିଟକୁ ନେଇ ଏବେ ବଢ଼ିଲା ଚର୍ଚ୍ଚା। ସୋସିଆଲ ମିଡିଆରେ ଜାତିସଂଘ ଓ ନାଟୋରୁ ବାହାରି ଯିବାକୁ ଅନେକ ଆମେରିକୀୟ ପୋଷ୍ଟ କରିଛନ୍ତି। ଏଭଳି ଏକ ପୋଷ୍ଟକୁ ସମର୍ଥନ କରିଛନ୍ତି ଟ୍ରମ୍ପଙ୍କର ଘନିଷ୍ଠ ସହଯୋଗୀ ଏଲେନ୍ ମସ୍କ। ସେ ଲେଖିଛନ୍ତି ଆଇ ଏଗ୍ରି, ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା। କାରଣ ପୂର୍ବରୁ WHO ବାହାରି ଯାଇଛି ଆମେରିକା। ଆର୍ଥିକ ଅନୁଦାନ ମଧ୍ୟ ବନ୍ଦ କରିଦେଇଛି। ସେପଟେ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଜେଲେନ୍ସ୍କି। ଷ୍ଟାରମେର କହିଛନ୍ତି ପୂର୍ବ ଭଳି ୟୁକ୍ରେନକୁ ଜାରି ରହିବ ସମର୍ଥନ। $2.84 ବିଲିୟନ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ୟୁରୋପୀୟ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଉଛି। ଯଦି ଆମେରିକା ନାଟୋରୁ ବାହାରିଯାଏ, ଏହାର ଅଧିକ ଫାଇଦା ନେବ ରୁଷିଆ। ବଦଳିଯିବ ୟୁକ୍ରେନ ରୁଷିଆ ଯୁଦ୍ଧର ମୋଡ଼ ଏବଂ ବିଶ୍ୱର ଏକ ନୂଆ ସମୀକରଣ ସୃଷ୍ଟି ହେବ। ନାଟୋକୁ ଉଭୟ ସାମରିକ ଏବଂ ଆର୍ଥିକ ସିଂହବାହୀ ଶକ୍ତି ଯୋଗାଇଥାଏ ଆମେରିକା। ଯଦି ଆମେରିକା ନାଟୋରୁ ବାହାରିଯିବ, ତାହେଲେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ବିଶ୍ୱର ଶକ୍ତିଶାଳୀ ରୁଷ ସହିତ ତିକ୍ତତା ପରେ ଏବେ ନୂଆ ବିକଳ୍ପ ଖୋଜୁଛନ୍ତି। ଏହି ବିକଳ୍ପ ଖୋଜୁଛନ୍ତି ଜେଲେନ୍ସ୍କି। ଗୋଟିଏ ପରେ ଗୋଟିଏ ଦେଶର ସମର୍ଥନ ଯୋଗାଇବାରେ ଲାଗିପଡ଼ିଛନ୍ତି। ଏହି କ୍ରମରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିଓର ଷ୍ଟାରମରଙ୍କୁ ଭେଟିଛନ୍ତି ଜେଲେନ୍ସ୍କି। ଆଉ ଷ୍ଟାରମର ମଧ୍ୟ ତାଙ୍କୁ ନିରାଶ କରିନାହାନ୍ତି। ପୂର୍ବ ଭଳି ସମର୍ଥନ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।